ଖ୍ରୀଷ୍ଟିଆନ ଧର୍ମ କିଏ ଆଣିଲା? ଇଂରେଜ ଲୋକମାନେ ଆଣିଲେ। ପୁଣି ଏ ମୂର୍ଖ 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 ଶୁଣୁଛୁ ନା ନାଇଁ? ଖାଲି କହିଦଉଛୁ ଇଂରେଜ ମାନେ ଆଣିଲେ ଯୀଶୁ। ଏଟା ଯିଏ କହୁଛନ୍ତି ସେ ହଉଛନ୍ତି ନମ୍ବର 1 ମୂର୍ଖ। କାହିଁକି ବୋଲେ ଇଂରେଜ ମାନେ ଖ୍ରୀଷ୍ଟିଆନ ହେବା ପୂର୍ବରୁ ଭାରତୀୟ ମାନେ 500 ବର୍ଷ ଆଗରୁ ଖ୍ରୀଷ୍ଟିଆନ ହେଇଥିଲେ। ହାଲେଲୁୟା। ଭାରତକୁ ଯୀଶୁଙ୍କ ବିଷୟରେ ପ୍ରଚାର କିଏ ଆରମ୍ଭ କଲେ? ପ୍ରଥମରେ କିଏ ପ୍ରଚାର କଲେ? କେବେ କଲେ ଜାଣିଛନ୍ତି? ଇଂରେଜ ମାନେ ନାହିଁ। ଇଂରେଜ ମାନେ ତ 500-600 ଖ୍ରୀଷ୍ଟାବ୍ଦ ବେଳକୁ ସୁସମାଚାର ଶୁଣିଲେ ଖ୍ରୀଷ୍ଟିଆନ ହେଲେ। ଭାରତୀୟ ମାନେ ଆଜିକୁ 2000 ବର୍ଷ ତଳୁ ଯୀଶୁଙ୍କୁ ଜାଣିଛନ୍ତି। ହାଲେଲୁୟା। କେମିତି ଆଜ୍ଞା? ଯୀଶୁଙ୍କର 12 ଜଣ ପ୍ରେରିତ ଶିଷ୍ୟ ମାନଙ୍କ ମଧ୍ୟରୁ 2 ଜଣ ପ୍ରେରିତ ଶିଷ୍ୟ ଭାରତକୁ ଆସିଲେ। ତାରି ଭିତରୁ ସବୁଠାରୁ ପପୁଲାର, ସବୁଠାରୁ ପରିଚିତ ହଉଛନ୍ତି ସାଧୁ କିଏ? ଆଉ ଟିକେ ଜୋରେ। ସାଧୁ ଥୋମା। କେବେ ଆସିଥିଲେ ଭାରତକୁ? ଆଜ୍ଞା 52 ଖ୍ରୀଷ୍ଟାବ୍ଦରେ ଆସିଲେ। ସାଧୁ ଥୋମା ଭାରତକୁ କେବେ ଆସିଲେ? 52 ଖ୍ରୀଷ୍ଟାବ୍ଦରେ ଆସିଲେ। କେରଳ ପ୍ରାନ୍ତରେ 7ଟା ମଣ୍ଡଳୀ ସ୍ଥାପନ କଲେ। ତାପରେ ଚେନ୍ନାଇ ପ୍ରାନ୍ତକୁ ଆସିଲେ। ଭାରତରେ 20 ବର୍ଷ ରହିଲେ। କେତେ ବର୍ଷ ରହିଲେ? 20 ବର୍ଷ ରହିଲେ। ଆଉ ଭାରତର ଲୋକମାନେ ତାଙ୍କୁ ମାରିଦେଲେ। ତାଙ୍କର ଶବ ଭାରତରେ ପୋତା ହେଲା। ଆଜି ମଧ୍ୟ ଚେନ୍ନାଇ ସହରକୁ ଗଲେ ଗୋଟେ ମାଉଣ୍ଟ ଅଛି, ଗୋଟେ ପର୍ବତ ଅଛି। ପର୍ବତର ନାମ ହଉଛି ସେଣ୍ଟ ଥୋମାସ ମାଉଣ୍ଟ। ଇଂରେଜ ମାନେ ଯୀଶୁଙ୍କୁ ଜାଣିବା ଆଗରୁ ଭାରତୀୟ ମାନେ ଯୀଶୁଙ୍କୁ ଜାଣିଛନ୍ତି। ହାଲେଲୁୟା। ତମେ କେମିତି କହୁଛ ଇଂରେଜ ମାନେ ଭାରତକୁ ଖ୍ରୀଷ୍ଟିଆନ ଧର୍ମ ଆଣିଲେ ବୋଲି? ସେଥିପାଇଁ କହିଲି ଯୋଉମାନେ এই କଥା କହୁଛନ୍ତି ସେମାନେ ହଉଛନ୍ତି ମୂର୍ଖ ବୋଲି କହୁଛନ୍ତି, ଜାଣି ନାହାନ୍ତି। ହାଲେଲୁୟା। ହେଲେ ମଝିରେ ଗୋଟେ ଏମିତି କଥା ଉଠିଥିଲା, ଯୀଶୁଙ୍କର 12 ବର୍ଷରୁ 30 ବର୍ଷ ଭିତରେ କୁଆଡେ ଗଲେ? ତତେ ଏତେ ମୁଣ୍ଡ ବତା କାହିଁକି? 12 ବର୍ଷରୁ 30 ବର୍ଷ ଭିତରେ ଯୀଶୁ କୁଆଡେ ଗଲେ? ତତେ ମୁଣ୍ଡ ବତା କାହିଁକି ଏତେ? ସେ କୁଆଡେ ବି ଗଲେ, ତମକୁ କାହିଁକି ଏତେ ମୁଣ୍ଡ ବତା? ନାଇଁ ଆମେ ଜାଣିବାକୁ ଚାହିଁବୁ ନା। ହଉ ଜାଣ, କୁଆଡେ ଗଲେ? ଭାରତକୁ ଆସିଥିଲେ ପରା। ହେଲେ ଏଟାକୁ କି ମୂର୍ଖ ବୋଲି କହିବେ ମୁଁ ଜାଣୁନାହିଁ। ଭାରତକୁ ଆସିଲେ ପୁଣି, ଆଉ ସେଟା ବି ଭାରତରେ ବୁଲି ପୁରୀକୁ ଆସିଲେ। ପୁଣି କଣ ପାଇଁ ପୁରୀକୁ ଆସିଲେ? ସେତେବେଳେ ପୁରୀ ସହର ଥିଲା କି? ଯୀଶୁଙ୍କ ଜନ୍ମ ସମୟରେ ପୁରୀ ସହର ଥିଲା କି? ପୁରୀ ସହର ହିଁ ନଥିଲା। ତାହେଲେ ଯୀଶୁ କେମିତି କରି ପୁରୀକୁ ଆସିବେ? ପୁରୀକୁ ଯିବାକୁ ରାସ୍ତା ଥିଲା କି? ସମୁଦ୍ର କୂଳ, ନଦୀ ନାଳ, ବଣ ଜଙ୍ଗଲ ହେଇଥିଲା, ଯିବାକୁ ରାସ୍ତା ନଥିଲା। ଇଂରେଜ ମାନେ ଆସିଲା ପରେ ବହୁତ ବର୍ଷ ପରେ ପୁରୀ ସହରକୁ ଯିବା ପାଇଁ ରାସ୍ତା ବନାଲେ। ଏବେ 4 ଲେନ୍ ବନେଇଦେଲେ। ଏବେ ପରିକ୍ରମା ପ୍ରକଳ୍ପ ହେଲା, ଯାହା ବି ଭଲ ହେଲା। ଯୀଶୁ ପୁଣି ପୁରୀ ଆସିଥିଲେ ବୋଲି କହୁଛନ୍ତି। ଆଉ ଯୀଶୁ ଭାରତରେ 18 ବର୍ଷ ରହିଥିଲେ। ତମେ ଆগে ଜାଣିଲ 18 ବର୍ଷ ରହିଥିଲେ। 18 ବର୍ଷ ଯଦି ରହିବେ ତାହେଲେ କୋଉଠି ରହିଥିଲେ? ତାଙ୍କ ରହିବା ଜାଗା ଟିକେ ଦେଖା। କୋଉ ଭାଷାରେ କଥା ହଉଥିଲେ? ଯଦି ସତରେ ଯୀଶୁ ଭାରତକୁ ଆସିକି 18 ବର୍ଷ ରହିକି ଯାଇଛନ୍ତି, ତାହେଲେ ତମେ କାହିଁକି ଯୀଶୁଙ୍କୁ ଆଜି ଘୃଣା କରୁଛ? ଯୀଶୁ ଗ୍ରହଣ କରିବା କଥା କି ନାହିଁ? ଯୀଶୁ ଆମର ମହାପ୍ରଭୁ ବୋଲି କହିବା କଥା କି ନାହିଁ? ଆଜି କାହିଁକି ଯୀଶୁଙ୍କୁ ବିଦେଶୀ ବୋଲି କହୁଛ? এই ମୁହଁରେ ଗୋଟେ କଥା କହୁଛ, ଆଉ ଥରେ ଏଇ ମୁହଁରେ ଉଲ୍ଟା କଥା କହୁଛ। ଯୀଶୁ ପୁଣି ଭାରତକୁ ଆସିଥିଲେ, ତାହେଲେ ତମେ ଯୀଶୁଙ୍କୁ ମାନୁନ କାହିଁକି? ପୁରୀ ସହରକୁ ଆସିଥିଲେ, ତାହେଲେ ପୁରୀରେ ତ ଯୀଶୁଙ୍କର ମନ୍ଦିର ଗୋଟେ ହେବା କଥା। ଯଦି ନାହିଁ, ତମେ ଯଦି ସତ କହୁଛ ବୋଲେ ଚାଲ ଆମେ ଯିବା ଓଡ଼ିଶା ସରକାରକୁ ଲେଖିବା, ଆମର ପ୍ରଭୁ ଯୀଶୁ 2000 ବର୍ଷ ତଳେ ପୁରୀକୁ ଆସିଥିଲେ। କୋଉ ଜାଗାକୁ ଆସିଥିଲେ? ଖୋଜିକିରି 3 ଏକର ଜାଗା ଆମକୁ ଦିଅ, ଯୀଶୁ ମନ୍ଦିର ଗୋଟେ ବନେଇବୁ। ହବା କଥା କି ନାହିଁ? ଆଜ୍ଞା ସବୁ ଜାଗାରେ ତ ମନ୍ଦିର ବନାଉଛି, ଯୀଶୁଙ୍କର ମନ୍ଦିର ବି ବନେଇବ, ଦିଅ। ଦେବେ କାହିଁକି? ଯୀଶୁ ଆସିଥିଲେ ସିନା, ଜାଗା ତ ନାହିଁ। ନାଇଁ ଯୀଶୁ 20 ବର୍ଷ 18 ବର୍ଷ ରହିଥିଲେ ଭାରତରେ। ନାଇଁ ଯୀଶୁ ନାହିଁ, ସେଟା ଥୋମା ଭାରତରେ 20 ବର୍ଷ ରହିଥିଲେ। 52 ଖ୍ରୀଷ୍ଟାବ୍ଦରୁ 72 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଭାରତରେ ରହିଲେ। 72 ଖ୍ରୀଷ୍ଟାବ୍ଦ ଜୁଲାଇ 4 ତାରିଖ ଦିନ ତାଙ୍କୁ ମାରାଗଲା, ସେ ମଲେ। ତେବେ ଯୀଶୁ ଖ୍ରୀଷ୍ଟ ଭାରତକୁ ଆସି ନାହାନ୍ତି, ଆସି ନଥିଲେ, ଆସିବା ଦରକାର ବି ନଥିଲା।
ତାଙ୍କର ପ୍ରଥମ ଦଳର ଶିଷ୍ୟଙ୍କୁ ପଠେଇଦେଲେ, ମୁଁ ଯିବି ନାହିଁ, ଥୋମା ତମେ ଯାଅ। ଆଉ ସିଏ ଆସିଲେ ଭାରତକୁ। ହାଲେଲୁୟା। ଯେତେବେଳେ ଭାରତକୁ ଆସିଲେ ଥୋମା, ବଡ ବିଚିତ୍ର ଘଟଣା ଘଟିଲା। ଦିନେ ସକାଳେ ସକାଳେ ସେ, ଆଜିକୁ 2000 ବର୍ଷ ତଳର କଥା କହୁଛି, 52 AD ରେ ସେ ଯାଇଥିଲେ କେରଳର ଗୋଟେ ଗାଁରେ। ଲୋକମାନେ ସକାଳୁ ସକାଳୁ ଗାଧଉଛନ୍ତି ପୋଖରୀରେ ବୁଡିକିରି। ଆଉ ଗାଧେଲା ପରେ ସେମାନେ କଣ କରୁଛନ୍ତି, ସୂର୍ଯ୍ୟକୁ ଜଳ ତର୍ପଣ ଦଉଛନ୍ତି। ସୂର୍ଯ୍ୟକୁ ବୋଲେ ପାଣିକୁ ଆଞ୍ଜୁଳା ଏମିତି କରିକିରି ଏମିତି ଦେଖାଉଛନ୍ତି, ତାକୁ କହନ୍ତି ଜଳ ତର୍ପଣ। ସୂର୍ଯ୍ୟକୁ ଜଳ ତର୍ପଣ ଦେଉଛନ୍ତି। ଏ ଯାଇକି ଦେଖିଲେ ଏଇଟା କଣ, ଏଇଟା ଏମାନେ କେମିତି ପୂଜା କରୁଛନ୍ତି। ପଚାରିଲେ କଣ କରୁଛ ଏଇଟା, ସୂର୍ଯ୍ୟ ଆଡକୁ ଅନେଇକିରି ଏମିତି କଣ କରୁଛ? ସେ କହିଲେ ସୂର୍ଯ୍ୟ ଦେବତାଙ୍କୁ ଜଳ ତର୍ପଣ ଦଉଛୁ, ମାନେ ଜଳ ତାକୁ ଦେଉଛୁ, ଭେଟି ଦଉଛୁ, ଭେଟି ଚଢଉଛୁ। ହେଲେ ଥୋମା କହିଲେ ତମେ ଦଉଛ ଯେ ପାଣି ତ ଯାଉନାହିଁ, ସେ ତ ଗ୍ରହଣ କରୁନାହିଁ ତମର ପାଣି ତଳେ ଆଗେ ପଡି ଯାଉଛି। କେମିତି ଦେବତା ତମର ଏଟା? ଦେଲେ ନଉ ନାହିଁ, ଆଉ ତୁଛାର ତମେ ଦେଇ ଲାଗୁଛ। ସେମାନେ ଅନେଇଲେ, ଆଉ କହିଲେ ତୁ କିଏ ରେ? ଦେବତାକୁ ପାଣି ଦେଲେ ଦେବତା ନେବ କି ନେବ? ଆମର ଦେଶରେ ବଡ ବିଡମ୍ବନା, ବିଚିତ୍ର କଥା ଅଛି ଆଜ୍ଞା। ମୂଷା ଗୁଟକୁ ଦେଖିଲେ ଠେଙ୍ଗା ଧରିକି ଗୁଡେଇ ଗୁଡେଇ ପିଟି ପିଟି ମାରିଦେବେ, ହଁ କି ନାଇଁ? ସାପ ଗୋଟେକୁ ଦେଖିଲେ ଗୁଡେଇ ଗୁଡେଇ ଠେଙ୍ଗା ଧରିକି ମାରିଦେବେ। ମାତ୍ର ପଥରରେ ଯଦି ଗୋଟେ ସାପ ବନେଇକି ରଖିଦେଇଛ ବୋଲେ ଆଣିକିରି କ୍ଷୀର ଢାଳିଦେବେ। ମୂଷାକୁ ଦେଖିଲେ, ପଥରରେ ଗୋଟେ ମୂଷାର ମୂର୍ତ୍ତି ଦେଖିଲେ ଆଣିକିରି କ୍ଷୀର ତାର ଉପରେ, ବଞ୍ଚିଥିବା ମୂଷାକୁ ଦଉନ, ବଞ୍ଚିଥିବା ସାପକୁ ଦଉନ ନାଇଁ। କି ବିଚିତ୍ର ବୁଦ୍ଧି ଏଟା। ହେଲେ ଥୋମା କହିଲେ ତମେ ପାଣି ଦଉଛ ଯେ ସେ ନଉନାହାନ୍ତି କେମିତି? କି ଦେବତାକୁ ପୂଜା କରୁଛ ତମେ? ଏମିତି ଗୋଟେ ଦେବତାକୁ ପୂଜା କରିବେ କି? ସେମାନେ କହିଲେ ତୁଇ କାହାକୁ ପୂଜା କରୁଛୁ? ତୁଇ ଦେଲେ ତମର ଦେବତା ନେବ କି? କାହିଁକି ନେବ ନାହିଁ? ମୋର ପ୍ରଭୁ ଯୀଶୁଙ୍କୁ ମୁଁ ଡାକିଲେ ଓ ବୋଲବା ପ୍ରଭୁ ସେ। ହାଲେଲୁୟା। ହେ ପ୍ରଭୁ ଯୀଶୁ ବୋଲି କହିଲେ, ହଁ ବେଟା କଣ ହେଲା କହ? ଏମାନେ କହିଲେ ଦେଖା, ତମର ଯୀଶୁ ଯଦି ତୋର ପାଣି ଗ୍ରହଣ କରିବେ ଆମେ ଜାଣିବା। କହିଲେ ଜାଣିଲେ ଖାଲି ହବ ନାହିଁ, ତମେ ମାନିବାକୁ ପଡିବ। କେମିତି? ତମେ ବି ଯୀଶୁଙ୍କର ହେଲେ ମୁଁ ଏବେ ଦେଖେଇଦେବି। ହଉ, ତମର ଯୀଶୁ ଯଦି ପାଣି ଗ୍ରହଣ କରିଦେବେ ବୋଲେ ଆମେ ଏବେ ଖ୍ରୀଷ୍ଟିଆନ ହେଇଯିବୁ ବୋଲି ବ୍ରାହ୍ମଣ ଲୋକମାନେ, ପୂଜାରୀ ଲୋକମାନେ ସେ କହିଲେ ପୋଖରୀରୁ ବାହାରି ଆସ, ତମେ ଲାଇନରେ ଠିଆ ହେଇକି ଦେଖ ମୁଁ କଣ କରୁଛି। ସବୁ ଯାକ ବାହାରକୁ ଆସିଲେ, ଇଏ ପାଣି ଭିତରକୁ ଗଲେ। କିଏ? ଆଉ ପାଣି ଆଞ୍ଜୁଳା କରିକି ଉଠେଇଲେ ଆଜ୍ଞା। ବଡ ବିଚିତ୍ର କଥା, ଯୋଉଠୁ ଉଠେଇଲେ ସେଟା ଖାଲ ହେଇକିରି ପୁଣି ରହିଗଲା। ପାଣି ଖାଲ ହେଲା। ଆଇସ୍କ୍ରିମ ଯେମିତି କାଟିଲେ ହବ ନାଇଁ କି, ଦହି କାଟିଲେ ଯେମିତି ହବ, ସେମିତି ପାଣି ରହିଗଲା। ଏଟା କି କଥା? ଆଉ ଆଞ୍ଜୁଳା ଧରି କହିଲେ, ହେ ପ୍ରଭୁ ଯୀଶୁ ମୁଁ ତମକୁ ପାଣି ଦଉଛି, ନିଅ ବୋଲି କରୁ। ପାଣି ଉପରକୁ 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 ଉଡି 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 ଚାଲିଗଲା। ବୋलो ୟୀଶୁ ମसीହ କି ହାଲେଲୁୟା। ଏ ବ୍ରାହ୍ମଣ ମାନେ, ପୂଜାରୀ ମାନେ ଦେଖିକିରି ଛାନିଆ କହିଲେ, ଆଣ୍ଠୁ ମାରିଲେ, କହିଲେ ଏଇଟା ସତ୍ୟ ଈଶ୍ୱର, କିଏ ସେ ପ୍ରଭୁ, ଆମେ ତାଙ୍କୁ ଗ୍ରହଣ କରିବୁ। ସେଥିପାଇଁ କେରଳରେ ବ୍ରାହ୍ମଣ ମାନେ ହଉଛନ୍ତି ପ୍ରଥମ ଖ୍ରୀଷ୍ଟିଆନ। ହାଲେଲୁୟା। ଭାରତର ପ୍ରଥମ ଖ୍ରୀଷ୍ଟିଆନ କୋଉମାନେ ହେଲେ? ବ୍ରାହ୍ମଣ ମାନେ ହେଲେ। ଏବେ କହୁଛ ଖ୍ରୀଷ୍ଟିଆନ ହେଲେ ଜାତି ଯିବ, ସାନ ଜାତି, ଛୋଟ ଜାତି। ତମକୁ ଲାଜ ନାହିଁ, ଆମକୁ ଶରମ ନାହିଁ। ଭାରତର ପ୍ରଥମ ଖ୍ରୀଷ୍ଟିଆନ କିଏ? ବ୍ରାହ୍ମଣ ମାନେ।